ତାପରେ ଏଇ ଚତୁର୍ଥ କାର୍ଯ୍ୟକ୍ରମ ହେଉଛି ହିନ୍ଦୁ ସମ୍ମିଳନୀ। ଏହା ପ୍ରତି ମଣ୍ଡଳ ସ୍ତର ହବା କଥା। ମଣ୍ଡଳ କହିଲେ ଆମର ସଂଘ ସଂରଚନାରେ 4-5ଟା ପଞ୍ଚାୟତକୁ ନେଇ କରାଯାଇଛି। ଯେହେତୁ ଆମ ପାଖରେ ସେତିକି ସମର୍ଥ ନାହାନ୍ତି କାର୍ଯ୍ୟକର୍ତ୍ତା, ତେଣୁ ଆମେ ଏଠି 4ଟା ମଣ୍ଡଳକୁ ମିଶେଇ 12ଟା ପଞ୍ଚାୟତର କାର୍ଯ୍ୟକ୍ରମ ଏଟା ହିନ୍ଦୁ ସମ୍ମିଳନୀ କରିବାର ଏହା ଉଦ୍ଦେଶ୍ୟ ଯେ ବର୍ତ୍ତମାନ ଆମ ହିନ୍ଦୁ ସମାଜ ବିଭିନ୍ନ ମତ ପନ୍ଥରେ ବିଭେଦରେ ରହିଛି, ଯାହାଫଳରେ ଆମମାନଙ୍କ ଭିତରେ ଏକତା ନଷ୍ଟ ହେଉଛି। ସଂଘର୍ଷମୟ ଇତିହାସ ଯାହା ଆମେ ଜାଣିଛୁ, ହିନ୍ଦୁ ଯେତେବେଳେ ବିଭେଦରେ ଥାଏ ସେତେବେଳେ ତା ଉପରେ ଆକ୍ରମଣ ହୁଏ। ତେଣୁ ହିନ୍ଦୁ ବିଭେଦକୁ ଦୂରେଇ ଦେଇ ଏକତା ରୋଜୁରେ ବାନ୍ଧି ହେବା ପାଇଁ ଏ ମହା ପ୍ରୟାସ। ଏହି ପ୍ରୟାସରେ ଆମେ ସମସ୍ତ ସମ୍ପ୍ରଦାୟର ସମସ୍ତ ମତର ସମସ୍ତ ପନ୍ଥର ହିନ୍ଦୁ ସନାତନୀ ମାନଙ୍କୁ ଏକତ୍ରିତ କରିବୁ। ମଠାଧୀଶ ମାନଙ୍କୁ ଏବଂ ସମ୍ପ୍ରଦାୟର ମୁଖ୍ୟମାନଙ୍କୁ ଏକତ୍ରିତ କରି ଏହି ହିନ୍ଦୁ ସମ୍ମିଳନୀରେ ଆମମାନଙ୍କ ଭିତରେ କେମିତି ଏକତା ସମୃଦ୍ଧି ହେବ ଏବଂ ସନାତନ ହିନ୍ଦୁ ଜାତି ବଞ୍ଚି ରହିବ, ସେହି ପ୍ରୟାସ ନେଇ ଏ କାର୍ଯ୍ୟକ୍ରମ କରାଯାଇଛି।